ଡୁବୁରି ଗ୍ରାମ୍ୟ ବ୍ୟାଙ୍କ ନିକଟରେ ସୁନା ଓ ଟଙ୍କା ଥିବା ବ୍ୟାଗ୍ ପକାଇ ଚାଲିଗଲେ ବାଇକ୍ ଆରୋହୀ। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗନଗର ଥାନା ଅଧୀନସ୍ଥ ଡୁବୁରି ଗ୍ରାମ୍ୟ ବ୍ୟାଙ୍କ ନିକଟରେ ସୁନା ଓ ଟଙ୍କା ଥିବା ବ୍ୟାଗ୍ ପକାଇ ଚାଲିଗଲେ ବାଇକ୍ ଆରୋହୀ। ସୂଚନା ମୁତାବକ ଜଣେ ଅଜଣା ବାଇକ୍ ଆରୋହୀ ତାଙ୍କ ବାଇକ୍ରେ ସୁନା ଓ ଟଙ୍କା ଥିବା ବ୍ୟାଗ୍ ନେଇ ଯାଉଥିବା ବେଳେ ତାଙ୍କ ଅଜାଣତରେ ସୁନା ଓ ଟଙ୍କା ଥିବା ବ୍ୟାଗ୍ଟି ଡୁବୁରି ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଖସି ପଡ଼ିଥିଲା। ସେହି ସୁନା ଓ ଟଙ୍କା ଥିବା ବ୍ୟାଗ୍ଟିକୁ ରଙ୍ଗାହୁଡ଼ି ମା ଜଗତ ଜନନୀ ସ୍ୱୟଂ ସହାୟକା ଗୋଷ୍ଠୀର ମହିଳା ସଦସ୍ୟମାନେ ପାଇ ଡୁବୁରି ଗ୍ରାମ୍ୟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ଜନତା ମହନ୍ତଙ୍କ ହସ୍ତାନ୍ତର କରିଥିବା ବୁଧବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଥିଲା। ଏନେଇ ବ୍ୟାଙ୍କ ମ୍ୟାନେଜର କଳିଙ୍ଗନଗର ପୋଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି।